ମା ଯେତେବେଳେ ସ୍ଥାନ ପରିବର୍ତ୍ତନ କରନ୍ତି ସେଠି ଇତିହାସ ହିଁ ଦର୍ଶାଏ। ଝାଡ଼ପଡ଼ା ଦୁର୍ଗା ପୂଜା ସମିତି 15 ବର୍ଷ ହେଲା। 15 ବର୍ଷ ଭିତରେ ଦର୍ଶକ ମାନେ କନଫ୍ୟୁଜ ଅଛନ୍ତି। ଝାଡ଼ପଡ଼ା ଦୁର୍ଗା ପୂଜା ସମିତି ଯୋଉଠି ଝାଡ଼ପଡ଼ା ଦୁର୍ଗା ପୂଜା ହୁଏ, ଆପଣ 11ରୁ 24 ପର୍ଯ୍ୟନ୍ତ ଗେଟ୍ କେଡ଼େ କେଡ଼େ ଗେଟ୍ ହେଇଛି, ଆଉ ଫଟୋ ଲାଗୁଛି। ଆମେ 14 ବର୍ଷ ହେଲା କରି ଆସୁଛୁ। ଲୋକମାନେ କନଫ୍ୟୁଜ, ଲେଫ୍ଟକୁ ଯିବୁ ନା ରାଇଟ୍କୁ ଯିବୁ। ଯେତେବେଳେ ଫ୍ରଣ୍ଟକୁ ପଳେଇ ଆସୁଛନ୍ତି ଦୁର୍ଗା ପୂଜା ସାମ୍ନାକୁ, କିଛି ଲୋକ ନ୍ୟୁଜ ଜାଣିଛନ୍ତି ଦିଟା ପୂଜା ହେଇଯାଇଛି, କିଛି ଲୋକ ଜାଣିଛନ୍ତି ଏଠି ସୁନା ଲାଗିଛି ଏଠି ରୂପା ଲାଗିଛି, ତ ଲୋକ କନଫ୍ୟୁଜ ହେଇଯାଉଛନ୍ତି। କିଛି ଲୋକ ସେଠିକି ପଳେଇଛନ୍ତି, କିଛି ଲୋକ ଏଠିକି ପଳେଇଛନ୍ତି, ଏମିତି ହଉଛି। କିନ୍ତୁ ମାଙ୍କର ଯାହା ହଉଛି ମାଙ୍କ ଇଚ୍ଛାରେ ହଉଛି। ଆମେ ମାଧ୍ୟମ ମାତ୍ର। ଝାଡ଼ପଡ଼ା ଦୁର୍ଗା ପୂଜା ସମିତି ଏ ବର୍ଷ ଚିନ୍ତା କଲା, ଯେହେତୁ ଅଳ୍ପ ବହୁତ ସମସ୍ତେ ଜାଣିଛନ୍ତି ଆମ ଡିଷ୍ଟ୍ରିକ୍ଟଟା, ତ ଆମେ ପ୍ରାଇଭେଟ ଜାଗାରେ ପୂଜା କରୁଛୁ। ତ ଆମେ ଚିନ୍ତା କଲୁ ଏ ଛୋଟ ଜାଗାରେ କଣ କରିବୁ, କେମିତି କରିବୁ, କଣ କରିବୁ। ଆମେ ଚିନ୍ତା କଲୁ କିଛି ଗୋଲ୍ଡ କରିବ, କିଛି ସିଲଭର କରିବ। ଗୋଲ୍ଡ ମାନେ ସୁନା ହଉଛି 6 କିଲୋ 200 ଗ୍ରାମ ସୁନା ଲାଗିଛି, ଆଉ ସିଲଭର ରୂପା ଲାଗିଛି 18 କିଲୋ 400 ଗ୍ରାମ। ଏ ବର୍ଷ ମା ଦର୍ଶନ ଦଉଛନ୍ତି ସୁନା ଆଉ ରୂପାରେ। ତ ମା ଯେତେବେଳେ ଚାହିଁଲେ ଭକ୍ତମାନଙ୍କୁ ସୁନା ରୂପାର ଦର୍ଶନ ଦବା ପାଇଁ, ଆମେ ମାତ୍ର ମାଧ୍ୟମ ମାତ୍ର। ସବୁ ମାଙ୍କ ଖେଳ ନୀଳା ସବୁ ଚାଲୁଛି। କାହିଁକି ଏଠି ପୂଜା ପାଇଲେ ମା? ଲୋକ ଦେଖନ୍ତୁ ଯୋଉ ରେଞ୍ଜର ଲୋକ ସେଠି ହୁଅନ୍ତି, ସେଇ ରେଞ୍ଜର ଲୋକ ଏଠି ଅଛନ୍ତି। ଆମେ ତ 4ଟା ରାତିରେ ଘରକୁ ଯାଉଛୁ, ମାନେ 4ଟା ରାତି ପର୍ଯ୍ୟନ୍ତ ଲୋକ ଅଛନ୍ତି। ସେମିତି ରାତିରେ ଭିଡ଼ ଅଛି। ମାଙ୍କର ନିଶ୍ଚୟ ମହିମା ଅଛି। ମା ପୁରା ତାଙ୍କର ଏମିତି ସ୍ପିରିଟ କାମ କରୁଛି, ନହବା କାମ ହଉଛି। ଆପଣଙ୍କର ଏମିତି ସ୍ପିରିଟ କାମ କରୁଛି, ଦେଖନ୍ତୁ ଛୋଟିଆ ଜାଗାରେ ଏମିତି ଭଲ ଏତେ ସୁନ୍ଦର ହବ କେବେ ଆମେ କଳ୍ପନା କରିନଥିଲୁ, ଭାବି ବି ନଥିଲୁ। ସବୁ ପ୍ରକାର ଆମର ମା କରେଇଛନ୍ତି। ଏଇ ଯୋଉ ସଜାସଜି ଗୋଲ୍ଡେନ ମା ସୁନେଲି ଆପଣ ଯାହା ଦେଖୁଛନ୍ତି ସବୁ ମାଙ୍କ ଇଚ୍ଛା ଅନୁସାରେ ହେଇଛି। ଆମେ କେବେ ସେ ଟେଣ୍ଟ ବାଲାଙ୍କୁ କହିନୁ ଏଇଆ କର ସେଇଆ କର, ସେ ହଉ ବନୁ ବନି ଯାଇଛି। ଯାହା ହେଇଛି ଭଲ ହେଇଛି, ଯାହା ଭଲ ହବ। ଆଉ ମା ଯଦି ଚାହିଁବେ ପୁଣି ଗତ ବର୍ଷକୁ ତାଙ୍କ ଜାଗାକୁ ସେ ଫେରିବେ। ଅଳ୍ପ ବହୁତ ସମସ୍ତେ ନ୍ୟୁଜରୁ ସବୁ ଜାଣିଲେ, ପେପର ଟିଭି ସବୁବେଳେ କଣ୍ଟ୍ରୋଭର୍ସି ରହିଲା, ନ୍ୟୁଜରୁ ସବୁ ଜାଣିଲେ। କେହି ପଚାରି ନାହାନ୍ତି, ସବୁ ଦୁଃଖ ପ୍ରକାଶ କରୁଛନ୍ତି ସେ ଜାଗାରେ ହେଲାନି ବୋଲି। କାରଣ ସେ ଜାଗାର ମହତ୍ଵ ଗୋଟେ, ପୀଠଟା ଅଛି ନା, ମହତ୍ଵ ଗୋଟେ ଅଛି। ଜଗନ୍ନାଥ ଚିଲିକାରେ ପୂଜା ପାଉଥିଲେ ବିଗତ ଦିନରେ, ଆମ ଇତିହାସ କହୁଛି। ଜଗନ୍ନାଥ ବହୁତ ଥର ଆଟାକ କରାଯାଇଛି, ପୁଣି ଆଜି ଜଗନ୍ନାଥ ତାଙ୍କ ମନ୍ଦିରରେ ଅଛି। ତ ଏଇଟା ବି ଗୋଟେ ଇତିହାସ ରହିବ। ମା ପୂଜା ପାଉଥିଲେ ଦୁର୍ଗା ପୀଠରେ, ଏବେ ମା ଆସିକି ଅଲଗା ଜାଗାରେ ଗୋଟେ ପୂଜା ପାଉଛନ୍ତି, ପୁଣି ମା ତାଙ୍କ ଜାଗାକୁ ଠିକ ଟାଇମ ସମୟକୁ ଅପେକ୍ଷା କରିବ, ଫେରିଯିବେ। ହଁ, ମା ଯେତେବେଳେ ସ୍ଥାନ ପରିବର୍ତ୍ତନ କରନ୍ତି ସେଠି ଇତିହାସ ହିଁ ଦର୍ଶାଏ।